Students, good morning to all and welcome to my classes. ଆଜି ଆମେ ଅଷ୍ଟମ ଶ୍ରେଣୀର ଜିଜ୍ଞାସା ବହିର ଗୋଟେ ବିଷୟ ଯାହାର ନାମ ହେଉଛି ପଦାର୍ଥର କଣିକା ପ୍ରସ୍ତୁତି। ସେହି ବିଷୟର ସବୁ କ୍ୱେଶ୍ଚିନ୍ ଆନ୍ସରକୁ କଭର ଅପ୍ କରିବା ଏହି ଭିଡିଓରେ ହେଲା। ଭଲ ଭାବରେ ବୁଝିକି ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର କରିବା ହେଲା। ତ ଟାଇମ୍ ୱେଷ୍ଟ ନ କରିକି ଚାଲ ଯିବା କ୍ୱେଶ୍ଚିନ୍ ଆନ୍ସରକୁ ଡିସ୍କସ୍ କରିବା ହେଲା। ଏକ ନମ୍ବରରେ କ'ଣ ଦେଇଛି ନା ତୁମେ ମାନେ ତୁମ ବୁକରେ ଦେଖିପାରିବ। ଦେଖ, ସଠିକ ବିକଳ୍ପ ବାଛ। ଗୋଟେ କ୍ୱେଶ୍ଚିନ୍ ତାର କିଛି ଅପସନ୍ସ ଦେଇଛି, ତା ଭିତରୁ କୋଉଠି ଠିକ ହବ ଆମେ ସେଇଟାକୁ ବାଛିକି ଲେଖିବା ହେଲା। କଠିନ ଏବଂ ତରଳ ମଧ୍ୟରେ ପ୍ରାଥମିକ ପାର୍ଥକ୍ୟ ହେଉଛି ଯେ ଏହାର କଣିକା ଗୁଡିକ କ'ଣ ହୋଇଥିବେ ନା। ଦେଖ ଅପସନ୍ସ ଆଗେ ବୁଝିଦବା ଭଲସେ। ନା କଠିନ ପ୍ରଥମେ କହୁଛି ସେ କହୁଛି କଠିନ ଆଉ ତରଳ ମଧ୍ୟରେ ଯୋଉ କଠିନ ପଦାର୍ଥ ତରଳ ପଦାର୍ଥ ଅଛନ୍ତି ସେମାନଙ୍କ କଣିକା ମଧ୍ୟରେ ମାନେ ମେନ୍ ପାର୍ଥକ୍ୟଟି କ'ଣ ହେଲା। ତ ଆଇରେ କହୁଛି କଠିନ ପଦାର୍ଥରେ ଦୃଢ ଭାବରେ ବନ୍ଧା ହୋଇଥିବା ବେଳେ ସେଗୁଡିକ ତରଳ ପଦାର୍ଥରେ ସ୍ଥିର ଥାନ୍ତା। କଠିନ ପଦାର୍ଥର ପରସ୍ପର ଠାରୁ ବହୁତ ଦୂରରେ ଏବଂ ତରଳ ପଦାର୍ଥରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥାନ୍ତା। ଏବଂ ଥାର୍ଡ ଆଇରେ ସର୍ବଦା କଠିନ ପଦାର୍ଥର ଗତି କରୁଥାନ୍ତି ଏବଂ ତରଳ ପଦାର୍ଥରେ ନିର୍ଦ୍ଦିଷ୍ଟ ଥାନ୍ତି। ଆଇ ବି କହୁଛି କଠିନ ପଦାର୍ଥରେ ନିବିଡ଼ ଭାବରେ ବନ୍ଧା ହୋଇଥାନ୍ତି ଏବଂ ତରଳ ପଦାର୍ଥରେ ପରସ୍ପରକୁ ଅତିକ୍ରମ କରୁଥାନ୍ତି। ଓକେ, ଏହାର ଠିକ ଆନ୍ସରଟି ହେଇଯିବ ଆଇ ବି ପିଲାମାନେ। ଦେଖ ଏହାର ମାନେ ହଉଛି, ଦେଖ କଠିନ ପଦାର୍ଥରେ ଯେତିକ ସବୁ କଣିକା ମାଡେ ସବୁବେଳେ କଣିକା ଗୁଡିକ ନିବିଡ଼ ଭାବରେ ବନ୍ଧା ହୋଇକି ଥାନ୍ତି, କିନ୍ତୁ ତରଳ ପଦାର୍ଥରେ ପରସ୍ପର ଠାରୁ ଟିକେ ଦୂରରେ ଏବଂ କଠିନ ପଦାର୍ଥରୁ ଟିକେ ଦୂରରେ ଥାନ୍ତି। କଣିକା ମଧ୍ୟରେ ଦୂରତା ଟିକେ କମ ଥାଏ, ଯୋଉ ଅଧିକ ଥାଏ, କଠିନ ପଦାର୍ଥ ଠାରୁ ଅଧିକ ଥାଏ ଏବଂ ସେମାନେ ଅତିକ୍ରମ କରୁଥାନ୍ତି। ଯେହେତୁ ଟିକେ ଜାଗା ମିଳୁଥିବ ତରଳ ପଦାର୍ଥରେ, ଟିକେ ଫାଙ୍କା ସ୍ଥାନ ଥିବ, ତେଣୁ ସେମାନେ ଟିକେ ଅତିକ୍ରମ କରନ୍ତି, ଏପଟୁ ସେପଟୁ ହେଇପାରନ୍ତି। କିନ୍ତୁ କଠିନ ପଦାର୍ଥରେ ଯେହେତୁ ଜାଗା ନଥାଏ କଣିକା ମଧ୍ୟରେ, ତେଣୁ ସେମାନେ ଏତେ ଅତିକ୍ରମ କରିପାରନ୍ତି ନାହିଁ। ତ ଆଇ ବି ହେଇଯିବ ତୁମର ଠିକ ଉତ୍ତର। ଦେନ୍ ଖକୁ ଯିବା, କହୁଛି ନିମ୍ନଲିଖିତ ଉକ୍ତି ଗୁଡିକ ମଧ୍ୟରୁ କେଉଁଠି ତାକୁ ସତ୍ୟ ଲେଖିବା ଆଉ ଯୋଉଠି ମିଥ୍ୟା ତାକୁ ସଂଶୋଧନ କରିକି ଲେଖିବା। ଆଇରେ କହୁଛି ପିଲାମାନେ, ବରଫକୁ ତରଳାଇ ପାଣିରେ ପରିଣତ କରିବା ଏକ କଠିନ ପଦାର୍ଥର ତରଳ ପଦାର୍ଥରେ ପରିବର୍ତ୍ତନ ଉଦାହରଣ। ସେ କହୁଛି କି ବରଫକୁ ଯୋଉ ବରଫଟା ତରଳ ହବାଟା କ'ଣ ନା କଠିନ ପଦାର୍ଥରୁ ତରଳ ପଦାର୍ଥକୁ ପରିବର୍ତ୍ତନ ହବା। ତାହେଲେ ଏଇଟା ଠିକ କଥା କହୁଛି, ତ ଏଇଟା ସତ୍ୟ ହେଇଯିବ ପିଲାମାନେ। ତୁମେ ସତ୍ୟ ଲେଖିପାରିବ। ଦେନ୍ ଡବଲ ଆଇରେ ତରଳିବା ପ୍ରକ୍ରିୟାରେ ବସ୍ତୁର ଅବସ୍ଥାରେ ପରିବର୍ତ୍ତନ ସମୟରେ ଆନ୍ତଃକଣିକା ଆକର୍ଷଣଟା ହ୍ରାସ ପାଇଥାଏ, ହଁ ନା ନାଇଁ। ଆନ୍ତଃକଣିକା ମାନେ କଣିକା ମଧ୍ୟରେ ଆକର୍ଷଣଟା କଠିନ ପଦାର୍ଥରେ ବହୁତ ନିବିଡ଼ ଥାଏ, ବହୁତ ମାନେ ଅଧିକ ଥାଏ। କିନ୍ତୁ ତରଳିଲା ଯେତେବେଳେ ସେ ଜିନିଷଟା ତରଳିବ, ତାଙ୍କ ମଧ୍ୟରେ କଣିକା ମଧ୍ୟରେ ଆକର୍ଷଣଟା କ'ଣ ହେଇଯିବ, ହ୍ରାସ ପାଇବ। ତେଣୁ ଏଇଟା ଠିକ କଥା କହୁଛି, ତ ତୁମେ ମାନେ ସତ୍ୟ ଲେଖିପାରିବ। ଦେନ୍ ଥାର୍ଡ ଆଇ, କଠିନ ପଦାର୍ଥରେ ଏକ ନିର୍ଦ୍ଦିଷ୍ଟ ଆକାର ଆୟତନ ଥାଏ। ଏଇଟା ସମସ୍ତେ ଜାଣିତ, ଏଇଟା ଠିକ ହବ ପିଲାମାନେ। ଆଇଭି, କଠିନ ପଦାର୍ଥର କଣିକା ଗୁଡିକ ମଧ୍ୟରେ ପାରସ୍ପରିକ କ୍ରିୟା ଅଧିକ ଶକ୍ତିଶାଳୀ ଓ ଆନ୍ତଃକଣିକା ସ୍ଥାନ ଗୁଡିକ ଅତି କମ। ଆମେ ଜାଣିଛେ କଣିକା ମାନଙ୍କ ମଧ୍ୟରେ ପାରସ୍ପରିକ ମାନେ କ'ଣ ବଳଟା ଅଧିକ ଥାଏ ଏବଂ ଆନ୍ତଃକଣିକା ଦୂରତା ଗୋଟେ କଣିକା ଠାରୁ ଆଉ ଗୋଟେ କଣିକା ତାଙ୍କ ଦୂରତାଟା ଅତି କମ ଥାଏ। ତ ଏଇଟା ମଧ୍ୟ ସତ୍ୟ ହେବ। ତ ପିଲାମାନେ ଭିରେ କ'ଣ ଦେଇଛି ଦେଖିବା ନା, ଯେତେବେଳେ ଆମେ କୋଠରୀରେ ଗୋଟିଏ କୋଣରେ କର୍ପୂର ଗରମ କରୁ ସେତେବେଳେ ଏହାର ସୁଗନ୍ଧ କୋଠରୀରେ ସମସ୍ତ କୋଣରେ ପହଞ୍ଚିଥାଏ। ଏଇଟା ପିଲାମାନେ ଠିକ ହବ, ସତ୍ୟ ଲେଖିପାରିବ ତୁମେ। କାରଣ ଗୋଟେ କୋଠରୀରେ ଯଦି ଆମେ କର୍ପୂରକୁ ଗରମ କରିବା ତାହେଲେ ତାର ବାସ୍ନାଟା ଚାରିଆଡେ ଖେଳେଇ ହେଇଯିବ। ତାପରେ ଭିଆଇରେ କହୁଛି ଗରମ କରିବା ଦ୍ୱାରା କର୍ପୂରର ଶକ୍ତି କର୍ପୂରକୁ ଶକ୍ତି ଯୋଗାଇଥାଏ ଏବଂ ଏହି ଶକ୍ତି ଗନ୍ଧ ଭାବରେ ନିର୍ଗତ ହୋଇଥାଏ। ଏଇଟା ପୁରାପୁରି ସମ୍ପୂର୍ଣ୍ଣ ମିଥ୍ୟା, ଭୁଲ। ଏହାର କାରଣ ହଉଛି, ଦେଖ ଟିକେ ରୁହ ପିଲାମାନେ। ଦେଖ ଯଦି କହୁଛି କାରଣ ଦେଖ ତାପ ଯୋଗୁ କର୍ପୂରର କଣିକା ଗୁଡିକର ଗତୀୟ ଶକ୍ତି ବୃଦ୍ଧି ପାଏ। ସେମାନଙ୍କ ଯେତେବେଳେ ଗରମ କରିବା କର୍ପୂରରେ ଥିବା କଣିକା ଗୁଡିକର ତାଙ୍କର ଗତିଜ ଶକ୍ତି ବୃଦ୍ଧି ପାଏ ଏବଂ ଏହା ଗ୍ୟାସୀୟ କଣିକାରେ ପରିଣତ ହୋଇ ବିସରଣ ପ୍ରକ୍ରିୟାରେ ଦ୍ୱାରା ବାୟୁରେ ବ୍ୟାପିଥାଏ। ତ କର୍ପୂରକୁ ଗରମ କଲେ ଏଇଟା ହିଁ ଘଟିଥାଏ, ନା କି ସେଇଟା। ହେଲେ ତାର ଶକ୍ତି କିଛି ବୃଦ୍ଧି ପାଏ ନା, ତାର କଣିକା ମାନଙ୍କର ଥିବା ଶକ୍ତିଟା ବୃଦ୍ଧି ପାଏ ହେଲା। ବୁଝିପାରିଲ। ତାପରେ 4 ନମ୍ବର ଦେଖିବା କ'ଣ ଦେଇଛି, 3 ନମ୍ବର, ଯଥାର୍ଥ ସହିତ ଠିକ ଉତ୍ତରଟିକୁ ବାଛ। ଯଦି ଆମେ ଚୌକିରୁ ସମସ୍ତ ଗଠନକାରୀ କଣିକା ଗୁଡିକୁ ବାହାର କରିପାରିବା ତେବେ କ'ଣ ହେବ ପିଲାମାନେ। ଦେଖ
कि ना चौकीर किछि अस्तित्व रहिब नाही कारण देख प्रत्येकटी पदार्थ किछि किछि कणिकार असंख्य कणिकार गठित हो जाए जदि आमे सेई मानु ही काढी दबा तले पदार्थर किछि मूल्य रहिब कि किछि अर्थ रहिब कि तांगर किछि अस्तित्व रहिब नाही बुझी परिलो तापर 4 नंबर देखिबा कोन देछि ग्यास गुड़िक सहजरे मिसी जाउथिया बेले काहींकि कठिन पदार्थ गुड़िक सहजरे मिसी न थाए कारण देख ना ग्यासीय पदार्थरे टिके रुह पिला देख कारण पिला माने कोन ना ग्यासीय पदार्थरे कणिका गुड़िक मध्यरे आंतकणिका आकर्षण बल अति नगण्य एवं आंतकणिका स्थान बहुत अधिक थाए हैला बुझी पाइलो देख कारण देख ग्यासीय पदार्थ जेतिक सब अछि तांको मानक भितरे जो तिक सब कणिका गुड़िक अछंती सेथरे कणिका कणिका मध्यरे आकर्षण बलटा अति कम थाए ଏବଂ ଆଉ କଣ ନା ତାଙ୍କ ଭିତରେ ସ୍ଥାନ ବହୁତ ଥାଏ ଗୋଟେ କଣିକା ଠାରୁ ଅନ୍ୟ କଣିକା ମଧ୍ୟରେ ସ୍ଥାନ ବହୁତ ଥାଏ ଏଥିପାଇଁ ଗ୍ୟାସ କଣିକା ଗୁଡିକ ଦ୍ରୁତ ଗତିରେ ବିସରଣ ହୋଇ ସହଜରେ ବାୟୁରେ ମିଶି ଯାଇଥାନ୍ତି କିନ୍ତୁ କଠିନ ପଦାର୍ଥର କଣିକା ଗୁଡିକ ଅତି ନିବିଡ଼ ଭାବରେ ପରସ୍ପର ସହ ଶକ୍ତିଶାଳୀ ଆକର୍ଷଣ ବଳ ଦ୍ୱାରା ବନ୍ଧା ହୋଇଥାନ୍ତି ତେଣୁ ସେମାନଙ୍କ ମଧ୍ୟରେ ଖାଲି ସ୍ଥାନ ନଥାଏ କଣିକା କଣିକା ମଧ୍ୟରେ ଖାଲି ସ୍ଥାନ ନଥାଏ ତେଣୁ ସେଗୁଡିକ ଏତେ ସହଜରେ ମିଶି ପାରନ୍ତି ନାହିଁ ବୁଝିପାରିଲ ନେକ୍ସଟ 5 ନମ୍ବର କାଚ ଗ୍ଲାସରୁ କ୍ଷୀର ଟେବୁଲ ଉପରେ ଢାଳି ଦେଲେ କ୍ଷୀର ବହିଯାଏ ଏବଂ ବାହାରକୁ ଖେଳାଇ ହୋଇଯାଏ କିନ୍ତୁ ଗ୍ଲାସଟି ସମାନ ଆକାରରେ ରହିଥାଏ ନା ନାହିଁ ଏହି କଥାର ଯଥାଯଥ ପ୍ରମାଣ ସେ କହୁଛି ଗୋଟେ କାଚରେ ଯଦି କାଚରେ ଯଦି କ୍ଷୀରକୁ ଭର୍ତ୍ତି କରିବା ତାହେଲେ ସେ କ୍ଷୀରଟି କଣ ହେଇଯିବ ଢାଳି ଦେଲେ ବହିଯିବ କିନ୍ତୁ ଆଉ କଣ ହେଇଯିବ ନା ବାହାରକୁ ଖେଳାଇଯିବ କିନ୍ତୁ କାଚ ଗ୍ଲାସଟାକୁ ଯଦି ଆମେ ସେମିତି ଢାଳିଦବା ତାହେଲେ ସେ ସେମିତି ହିଁ ରହିବ ଏହାର କାରଣ କଣ ନା ଦେଖ ପିଲାମାନେ କ୍ଷୀର ହେଉଛି କଣ କ୍ଷୀର ହେଉଛି ଏକ ତରଳ ପଦାର୍ଥ ଯାହା ନିଜସ୍ୱ କୌଣସି ନିର୍ଦ୍ଦିଷ୍ଟ ଆକାର ନଥାଏ ଏବଂ ଏହା ପ୍ରଭାବିତ ହୋଇପାରେ ତେଣୁ ଏହା ଢାଳି ଦେଲେ ବହିଯାଏ ହେଲା ଅନ୍ୟ ପ୍ରକାର କାଚ ଗ୍ଲାସର କଣ ଗୋଟେ କଠିନ ପଦାର୍ଥ ସିଏ ଯାହାର ଆକାର ନଥାଏ ନିର୍ଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ଆୟତନ ଏବଂ ଆକାର ଥାଏ ତେଣୁ ସେମାନେ ସମାନ ତେଣୁ କାଚ ଗ୍ଲାସଟି ଯଦି ଆମେ ତଳେ ଫୋପାଡ଼ି ଦବା କିମ୍ବା ଢାଳିଦବା ସେ ତାର ସେଇ ଅବସ୍ଥାରେ ହିଁ ରହିବ ତା ଅବସ୍ଥାରେ କୌଣସି ପରିବର୍ତ୍ତନ ହବ ନାହିଁ କିନ୍ତୁ କ୍ଷୀରର ପରିବର୍ତ୍ତନ ହେଇଯିବ କାରଣ ତାର ନିର୍ଦ୍ଦିଷ୍ଟ ଆକାର କିମ୍ବା ଆୟତନ ନଥାଏ ଏବଂ ସେ ଗୋଟିଏ ତରଳ ପଦାର୍ଥ ହେଲା ବୁଝିପାରିଲ ତାପରେ କ୍ୱେଶ୍ଚନ ବରଫ ତରଳି ଜଳ ହେବା ଏବଂ ତାହା ଜଳୀୟ ବାଷ୍ପରେ ପରିଣତ ହେବା ପ୍ରକ୍ରିୟାରେ କଣିକା ଗୁଡିକ ବ୍ୟବସ୍ଥାର ପରିବର୍ତ୍ତନକୁ ଚିତ୍ର ମାଧ୍ୟମରେ ଦର୍ଶାଅ ପିଲାମାନେ ଦେଖ ମୁଁ ଏଠି ଗୋଟେ ଚିତ୍ର କରିଛି ବରଫ ଜଳ ଏବଂ ଜଳର 3ଟି ଅବସ୍ଥା କଠିନ ଅବସ୍ଥା ତରଳ ଅବସ୍ଥା ଗ୍ୟାସୀୟ ଅବସ୍ଥା କିପରି ରୁହନ୍ତି ପ୍ରଥମେ ଦେଖିବା ବରଫ ଦେଖ ହଉଛି କଠିନ ଅବସ୍ଥା ହଁ ନାଇଁ ଏଥିରେ କଣିକା ଗୁଡିକ କଣ ଥାନ୍ତି ନିର୍ଦ୍ଦିଷ୍ଟ ଜ୍ୟାମିତିକ କ୍ରମରେ ଦୃଢ ଭାବରେ ବ୍ୟବସ୍ଥିତ ଥାନ୍ତି ମାନେ କଣିକା ଗୁଡିକର ନିର୍ଦ୍ଦିଷ୍ଟ ଯୋଉ ଆନ୍ତକଣିକା ସ୍ଥାନ କଣ ଥାଏ ବହୁତ କମ ଥାଏ ଏବଂ କଣିକା ଗୁଡିକ ପରସ୍ପର ସହିତ ନିବିଡ ଭାବରେ ବନ୍ଧା ହେଇକି ଅଛନ୍ତି ଦେଖିପାରୁଥିବ ତୁମେ ମାନେ କଣିକା ଗୁଡିକ କିପରି ଲାଗି ଲାଗି ହୋଇଛନ୍ତି କଠିନ ଅବସ୍ଥାରେ ବରଫର ମାନେ ନାଇଁ ତାପରେ ଜଳର ଦେଖିବା ଯୋଉଟା ତରଳ ଅବସ୍ଥାରେ କଠିନ ଅବସ୍ଥା ଅପେକ୍ଷା ଟିକେ ଫାଙ୍କା ହେଇଥାନ୍ତି ଏବଂ କଣିକା କଣିକା ମଧ୍ୟରେ ଆକର୍ଷଣ ଶକ୍ତି କଠିନ ଅବସ୍ଥା ଠାରୁ ଟିକେ କମ ଥାଏ ସେଇପରି ଜଳୀୟ ବାଷ୍ପ ଦେଖ ଟିକେ ରୁହ ପିଲାମାନେ ଜଳୀୟ ବାଷ୍ପ ବା ଗ୍ୟାସ ରେ କଣ ହେଇଥାଏ ନା ଗ୍ୟାସୀୟ ପଦାର୍ଥରେ ଜଳ ବାଷ୍ପରେ ହେଲା କଣିକା ଗୁଡିକ କଣ ଥାନ୍ତି ନା ଦୂରେଇ ଥାନ୍ତି ଦେଖୁଥିବ କଠିନରେ କିପରି ତରଳରେ କିପରି ଏବଂ ଗ୍ୟାସୀୟରେ କିପରି ଦୂରେଇ ଥାନ୍ତି ଏବଂ କଣିକା ଗୁଡିକ ନିଜ ଠାରୁ ଦୂରରେ ଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ଦୂରତା ବହୁତ କମ ଥାଏ କଠିନ ପଦାର୍ଥ ଠାରୁ ତରଳ ପଦାର୍ଥ ଠାରୁ ଗ୍ୟାସ ରେ ବହୁତ କମ ଦୂରତା ଥାଏ ଅଧିକ ଦୂରତା ଥାଏ କଣିକା କଣିକା ମଧ୍ୟରେ ଅଧିକ ଦୂରତା ଥାଏ ବୁଝିପାରିଲ ତାପରେ କ୍ୱେଶ୍ଚନ 7 ନମ୍ବର କହୁଛି ନିମ୍ନଲିଖିତ ପଦାର୍ଥରେ ଉପସ୍ଥିତି କଣିକା ଗୁଡିକର ବ୍ୟବସ୍ଥାକୁ ଦର୍ଶାଉଥିବା ଏକ ଚିତ୍ର ଆଙ୍କ ଏଠି କିଛି କଣ ଦେଇଛି ନା କିଛି ପଦାର୍ଥ ଦେଇଛି ହେଲା ଏଇ ପଦାର୍ଥ ମାନଙ୍କ ମଧ୍ୟରେ ଯୋଉ ସବୁ କଣିକା ଗୁଡିକ ଅଛି ତାକୁ ଚିତ୍ର ମାଧ୍ୟମରେ ଦର୍ଶାଇବା ହେଲା ଦେଖ ପିଲାମାନେ ପ୍ରଥମେ ଦେଖିବା ପତଳା ଆଲୁମିନିୟମ ପଟ୍ଟିରେ କଣିକା ଗୁଡିକ ପ୍ରଥମେ ପତଳା ଆଲୁମିନିୟମ ପଟ୍ଟି ହଉଛି ଗୋଟିଏ କଣ କଠିନ ପଦାର୍ଥ ତେଣୁ ଏଥିରେ କଣିକା ଗୁଡିକର ମାନଙ୍କର ଦେଖ ପୁରା ଲାଗି ହୋଇ ଅଛନ୍ତି ଏମାନଙ୍କ କଣିକା ମଧ୍ୟରେ ଦୂରତା ବହୁତ କମ ଅଛି
ଆଉ ଗ୍ଲିସେରିନ୍ ହଉଛି ଗୋଟେ ତରଳ ପଦାର୍ଥ। ସେମାନଙ୍କ ମଧ୍ୟରେ କଣିକା ଗୁଡ଼ିକ ମଧ୍ୟରେ ଦୂରତା କଠିନ ପଦାର୍ଥ ଠାରୁ ଟିକେ ଅଧିକ ଥାଏ। ଦେଖ ଏଥିରେ କୌଣସି ଜାଗା ହିଁ ନାହିଁ, ତାଙ୍କ ମଧ୍ୟରେ ଫାଙ୍କା ସ୍ଥାନ ବହୁତ କମ, କିନ୍ତୁ ତରଳରେ କଠିନ ପଦାର୍ଥ ଠାରୁ ଟିକେ ଫାଙ୍କା ସ୍ଥାନ ଅଧିକା ଅଛି। ଏବଂ କଣିକା ମଧ୍ୟରେ ଆକର୍ଷଣ ବଳଟା କମ ଥାଏ ହେଲା। କିନ୍ତୁ କଠିନ ପଦାର୍ଥରେ ବା ପତଳା ଆଲୁମିନିୟମ ପଟ୍ଟିରେ ଟିକେ ଅଧିକା ଥାଏ ସବୁଠାରୁ। ସେମିତି ମିଥେନ ଗ୍ୟାସ ହଉଛି ଗ୍ୟାସୀୟ ପଦାର୍ଥ। ତେଣୁ ଏମାନଙ୍କ ଭିତରେ କଣିକା ସବୁ କଣ ଖେଳେଇ ହେଇକି ଥାନ୍ତି, ବା କଣିକା ମଧ୍ୟରେ ଦୂରତା ବହୁତ ଅଧିକ ଥାଏ, କେହି ବି ପାଖାପାଖି ନଥାନ୍ତି। ଏବଂ ଆକର୍ଷଣ ବଳ କଣିକା ମାନଙ୍କ ମଧ୍ୟରେ କଣ ଥାଏ, ବହୁତ କମ ଥାଏ। ବୁଝିପାରିଲ ପିଲାମାନେ? ତାପରେ ଦେଖିବା 8 ନମ୍ବରରେ କଣ ଦେଇଛି ନା ଏଇ ଚିତ୍ରରେ ହେଲା, ଚିତ୍ର 7.16 ରେ କରେ ଦେଖ, ଯେଉଁଥିରେ କିଛି ସମୟ ଜଳିବା ପରେ ମହମବତୀଟି କିଛି ସମୟ ଜଳିବା ପରେ ଲିଭି ଯାଉଛି ଏବଂ ତା ପ୍ରତିଛବି ଦେଖାଯାଉଛି। ଚିତ୍ରରେ ମହମର ବିଭିନ୍ନ ଅବସ୍ଥାର ଚିହ୍ନଟ କର ଏବଂ କଣିକା ଗୁଡ଼ିକର ଅବସ୍ଥିତି ଦେଖାଯାଉଥିବା ଚିତ୍ର ଖ ସହିତ ମେଳାଇବା ହେଲା। ତ ଆଗେ ଚିତ୍ର ମାଧ୍ୟମରେ ଟିକେ ବୁଝିଦବା। ଦେଖ ଇଏ ହଉଛି କଠିନ ଅବସ୍ଥା ମହମବତୀର, ତାର ଯୋଉ ମହମଟା ସେ ତରଳିକି ଏଇଠି ଯୋଉ ଦେଖିଥିବ, ଯେତେବେଳେ ଜଳି ସାରିଲା ପରେ ଏମିତି ବୋଇକା ଏଇଠି ତରଳ ମହମ ହେଇଥାଏ, ସେଟା ହଉଛି ତାର ତରଳ ଅବସ୍ଥା। ଆଉ ମହମବତୀ ଯେତେବେଳେ ଜଳିକି ସବୁ ଏମିତି ବାମ୍ଫ ବାହାରୁଥାଏ, ସେଇଟା ହେଇଯିବ ତାର ଗ୍ୟାସୀୟ ଅବସ୍ଥା। ତେଣୁ କଠିନ ଅବସ୍ଥାରେ ମହମର ସବୁ କଣିକା ଗୁଡ଼ିକ ଏହିପରି ଥାନ୍ତି। ମୁଁ କହୁଛି ବାରମ୍ବାର ଯେ କଠିନ ଅବସ୍ଥାରେ କଣିକା ଗୁଡ଼ିକ ଅତି ପାଖାପାଖି ଥାନ୍ତି ଏବଂ ସେମାନଙ୍କର ଆକର୍ଷଣ ବଳଟା ଅଧିକ ଥାଏ ଏବଂ ତାଙ୍କ କଣିକା ମଧ୍ୟରେ ଦୂରତା ବହୁତ କମ ହେଲା। ତମେ ତରଳ ଅବସ୍ଥାରେ କଣିକା ମଧ୍ୟରେ ଆକର୍ଷଣ ବଳ ଟିକେ କମ ଥାଏ କଠିନ ଅବସ୍ଥା ମଧ୍ୟରୁ ହେଲା। ଏବଂ ମାନେ ଗୋଟେ କଣିକା ଠାରୁ ଅନ୍ୟ କଣିକାର ଦୂରତା ଟିକେ କଠିନ ଅବସ୍ଥାରୁ ଟିକେ ଅଧିକା ଥାଏ ହେଲା। ତାପରେ ଗ୍ୟାସୀୟ ଅବସ୍ଥାରେ ଦେଖ, କଣିକା ଗୁଡ଼ିକ ପୁରା ଖେଳେଇ ହେଇକି ବୁଲନ୍ତି ଏବଂ କଣିକା ଠାରୁ ଦୂରତା ଅଧିକ ଥାଏ, ସବୁଠାରୁ ଅଧିକ ଥାଏ କଠିନ ଆଉ ତରଳ ଅପେକ୍ଷା। ଏବଂ କଣିକା ମଧ୍ୟରେ ଆକର୍ଷଣ ବଳ ସବୁଠାରୁ କମ ଥାଏ, ସବୁଠାରୁ ଅଧିକ କଠିନ ଅବସ୍ଥାରେ ଥାଏ, ସବୁଠାରୁ କମ ଗ୍ୟାସୀୟ ଅବସ୍ଥାରେ ଥାଏ। ବୁଝିପାରିଲ ପିଲାମାନେ? ତାପରେ ନେକ୍ସଟ ଯିବା, କଣ ଦେଖିବା, କଣ ଦେଇଛି 8 ନମ୍ବର ପରେ 9 ନମ୍ବର। ସମୁଦ୍ରର ପାଣି କାହିଁକି ଲୁଣିଆ? ଯଦିଓ ଏଥିରେ ଲୁଣ ଦେଖାଯାଉ ନାହିଁ, ଏହାକୁ ବ୍ୟାଖ୍ୟା କର, କାହିଁକି ଲୁଣଟା ଦେଖାଯାଉ ନାହିଁ ହେଲା। ଦେଖ ଲୁଣ ଜଳରେ ଦ୍ରବୀଭୂତ ହେବା ସମୟରେ ଏହାର କ୍ଷୁଦ୍ର କଣିକା ଗୁଡ଼ିକ ଜଳର କଣିକା ଗୁଡ଼ିକ ମଧ୍ୟରେ ଥିବା ଖାଲି ସ୍ଥାନରେ ସମ୍ପୂର୍ଣ୍ଣ ଭାବେ ମିଶି ଯାଇଥାଏ। କଣିକା ଗୁଡ଼ିକର ଆକାର ଅତି ସୂକ୍ଷ୍ମ ହୋଇଥିବାରୁ ସେଗୁଡ଼ିକ ଖାଲି ଆଖିରେ ଦେଖା ହୁଏ ନାହିଁ, ହଁ ନା ନାଇଁ ପିଲାମାନେ? କିନ୍ତୁ ସେଗୁଡ଼ିକ ଜଳରେ ଉପସ୍ଥିତ ଥିବାରୁ ସମୁଦ୍ର ପାଣି ଲୁଣିଆ ହୋଇଯାଏ। ସେ ଲୁଣର ଛୋଟ ଛୋଟ କଣିକା ଗୁଡ଼ିକ ଅତି ଜଲଦି ପାଣିରେ ଦ୍ରବୀଭୂତ, ପାଣିରେ ମିଶିଯାଆନ୍ତି ସମୁଦ୍ର ଜଳରେ। ତେଣୁ ସମୁଦ୍ର ଜଳରେ ଲୁଣ ଅଛି ବୋଲି ଦେଖାଯାଏ ନାହିଁ। ବୁଝିପାରିଲ? ତେଣୁ ଯେହେତୁ ଲୁଣଟି ଉପସ୍ଥିତ ଥାଏ ସମୁଦ୍ର ପାଣିରେ, ସମୁଦ୍ର ପାଣିଟି ଲୁଣିଆ ଲାଗେ। ଦେନ୍ 10 ନମ୍ବର ଚାଉଳ ଏବଂ ଚାଉଳ ଚୂନାର ବିଭିନ୍ନ ପାତ୍ରରେ ରଖିଲେ ପାତ୍ରର ଆକାର ଗ୍ରହଣ କରେ ହେଲା। ବୁଝିପାରିଲ? ସେଗୁଡ଼ିକ କଠିନ ତରଳ, ଚାଉଳ ଆଉ ଚାଉଳ ଚୂନା କହୁଛି, ଏ ଦିଟାକୁ ଯଦି ଆମେ ପାତ୍ରରେ ରଖିବା ସେ ସେଇ ପାତ୍ରର ଆକାର ଗ୍ରହଣ କରିବ, କିନ୍ତୁ ଏଗୁଡିକ କଠିନ ନା ତରଳ ସେଇଟା ଦେଖ ପିଲାମାନେ। ସେଗୁଡ଼ିକ କଠିନ ପଦାର୍ଥ ଦେଖ, କାରଣ ପ୍ରତ୍ୟେକ ଚାଉଳ ଗୋଟିଏ ବା ଗୁଣ୍ଡରେ ଗୋଟିଏ କଣିକାରେ ନିଜସ୍ୱ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ରହିଛି। ପ୍ରତ୍ୟେକଟି ଚାଉଳର କିମ୍ବା ଚାଉଳ ଗୁଣ୍ଡର ତାକୁ ଗୁଣ୍ଡ କରେ, ଯାହାର ବଦଳି ନଥାଏ ଆକାର କିମ୍ବା ଆୟତନ। ଅନେକ ଗୁଡ଼ିକ କ୍ଷୁଦ୍ର କଠିନ କଣିକା ଏକତ୍ରିତ ହୋଇ ପାତ୍ରରେ ରଖାଯାଉଥିବାରୁ ତାହା ପାତ୍ରର ଆକାର ନେଲା ପରି ମନେ ହୁଏ, କିନ୍ତୁ ସେଗୁଡ଼ିକ କଠିନ, ତରଳ ନୁହେଁ। ବୁଝିପାରିଲ ପିଲାମାନେ? ତାପରେ ତୁମର ଏଇଠି ପଦାର୍ଥର କଣିକା ପ୍ରସ୍ତୁତି ବିଷୟର ସବୁ କ୍ୱେଶ୍ଚନ ଆନ୍ସର ସରିଲା। ଯଦି ତୁମ ମାନଙ୍କର କୌଣସି ଡାଉଟ୍ ଅଛି ଦେନ୍ ତୁମେ ମତେ କମେଣ୍ଟ ବକ୍ସରେ ଜଣାଇ ପାରିବ। ଓକେ, ଭିଡ଼ିଓ ଭଲ ଲାଗିଲେ ମୋ ଭିଡ଼ିଓକୁ ଲାଇକ୍ କରିଦବ ହେଲା। ମୁଁ ମୋର ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ବାଏ ବାଏ ମାଇ ଫେଭରେଟ୍ ଷ୍ଟୁଡେଣ୍ଟସ୍।